ସାଙ୍ଗମାନେ ସର୍ବପ୍ରଥମେ ଆମେ ଚାଲିଲେ ଗୋରୁ ତଇଲା ଯାହାକି ଯେଉଁଠି କ୍ଷୀର ମିଳେ, କାହିଁକି ଆମେ କ୍ଷୀର ଆଣିଲେ ଆମେ ଡେଲି ପିଉଛେ। ତ ଦେଖନ୍ତୁ, ମୁଁ ସେଇ ରାସ୍ତା ଦେଇକି ଯେତେବେଳେ ଯାଉଛି ତ କିଛି କିଛି ସିନିୟର ଦେଖି ସାରିଲା ପରେ ମୋତେ ବି ବହୁତ ଏକ୍ସାଇଟେଡ଼ ଲାଗେ। ତ ଆପଣ ବି ଦେଖୁଛନ୍ତି ସାଇଡ଼୍ ବି ଗଛ ବହୁତ ସୁନ୍ଦର ଅଛି। ତ ଇଏ ହେଉଛି ସେଇ ଜାଗାର ତୋଟାମାଳ। ତ ଫ୍ରେଣ୍ଡ, କିଛି ସମୟ ପରେ ଆମେ ସେଇଠୁ କ୍ଷୀର ଧରିକି ଆସିଲେ। ତ କ୍ଷୀର ଧରି ଆସିଲା ପରେ ଆମେ ଦେଖିଲେ ଗୋଟେ ସିନିୟର, ବହୁତ ବଢ଼ିଆ ସିନିୟର। ତ ଫ୍ରେଣ୍ଡ ଦେଖନ୍ତୁ, ମାଙ୍କଡ଼ ମୋତେ ଦେଖିକି ବହୁତ ଏକ୍ସାଇଟେଡ଼ ହେଲା। ସେ କହୁଛି କି ଯେ ମୋର ଗୋଟେ ଫଟୋ ଉଠାଉଛି, ଆଉ ମୁଁ ଏ ଗଛକୁ ସେ ଗଛ ହେଉଛି, ଆଉ ତୁ ମୋର ଗୋଟେ ଫଟୋ ଉଠା। ଦେଖନ୍ତୁ, ଆଉ ଥରେ ସିଏ ମୋତେ କହୁଛି କି ଦେଖେ ମୁଁ ଏପଟ ସେପଟ ହେଉଛି। ଆଉ କିଛି ସମୟ ପରେ ସେ ମାଙ୍କଡ଼ ଏପଟ ସାଇଡ଼୍ ପଳେଇ ଆସୁଛି। ସେ କହୁଛି ଦେଖେ ମୁଁ ସେପଟ ସାଇଡ଼୍ ବି ଯାଉଛି। ଆଉ ସେ ଏପଟ ସେପଟ ହେଇସାରିଲା ପରେ ତା ସାନ ଭାଇକି ଡାକି ଦେଉଛି, ଦେଖେ ଦେଖେ ସାନ ଭାଇ, ଦେଖେ ଗୋଟେ ଫଟୋ ଉଠାଉଛି, ତୁ ଗୋଟେ ସାଇଜ୍ରେ ପୋଜ୍ରେ ରହ। ଆଉ ସେ କହୁଛି ମୋତେ ବିରକ୍ତ ଲାଗୁଛି, ତୁ ମୋତେ ଛାଡ଼ିଦେ, ମୁଁ ସାଇଡ଼୍ ପଳେଇବି। ତାପରେ ଦେଖେ ମୁଁ ମୋ ମମି ପାଖକୁ ପଳାଉଛି। ତାପରେ ପ୍ରଥମ ମାଙ୍କଡ଼ଟିକି ସେ ମୋତେ କହୁଛି, ଦେଖେ ଦେଖେ ତୋ ପାଖରେ ଏତେ ଦମ ଅଛି, ମୁଁ ଗୋଟେ ସାମାନ୍ୟ ଛୋଟିଆ ରଟ୍ ଛିଡ଼େଇକିରି ମୁଁ ଆମ୍ବ ପତ୍ର ଖାଉଛି, ତୁ ଦେଖେ ମୋ ଫଟୋ ଉଠା। ତାପରେ ସେ ତା ସାନ ଭାଇ ପଳେଇ ଯାଉଛି, ତଳକୁ ଉଠେ, ତାହେଲେ ମୋ ମମିକି ଡାକିଦେବି। ତାପରେ ସବୁ ପ୍ରକାର ମାଙ୍କଡ଼ ମାନେ ସେଠି ସବୁ ଗ୍ୟାଦରିଂ ହେଉଛନ୍ତି। ତାପରେ ଟିକେ ବର୍ଷା ହେଇଗଲା।